ନାଇଁ ଦେଖନ୍ତୁ ମହିଳା ମାନେ ଭଲ ସ୍ୱାବଲମ୍ବୀ ହେଇପାରିବେ ମୁଁ ଭାବୁଛି, କାହିଁକିନା ଏଇଟା ମହିଳା ମାନଙ୍କ ପାଇଁ ଗୋଟେ ଖୁସିର କଥା ଯେ ମହିଳା ମାନେ ଯେ ଗୋଟେ ବାହାରକୁ ଗଲେ ବି ତାଙ୍କୁ ମାନେ ସ୍ୱାମୀ ମାନଙ୍କ ଆଗରେ ହାତ ପତେଇବାକୁ ପଡୁଥିଲା, ସେ ଜିନିଷଟା ବି ବନ୍ଦ ହେଇଯିବ ଧୀରେ ଧୀରେ। ଆମର ମୋଦିଜୀ କହିଛନ୍ତି, ଆମର ଯୋଉ ପ୍ରଭାତୀ ପରିଡ଼ା ଅଛନ୍ତି ଉପମୁଖ୍ୟମନ୍ତ୍ରୀ, ସେ ବି କହିଛନ୍ତି ଯେ ଆମର ରାକ୍ଷୀ ପୂର୍ଣ୍ଣିମାକୁ 5,000 ଟଙ୍କା ଦିଆଯିବ ମହିଳା ମାନଙ୍କୁ, ଆଉ ଗୋଟେ ମହିଳା ଦିବସରେ ଗୋଟେ ଦିଆଯିବ 5,000। ସାର୍ ଏଇଟା ତ ବହୁତ ସୁନ୍ଦର ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଗଭର୍ଣ୍ଣମେଣ୍ଟ ନେଇଛନ୍ତି। ଆଉ ଏଥିରେ ଯଦି ଜଣେ ମା ଚାହିଁବ ମାନେ ସୁନରୁ ବି ଉପରକୁ ଉଠି ପାରିବ, ତାମାନେ ତା ହାତରେ ଯୋଉ ପୁଞ୍ଜିଟା ରହିବ ସେ ପୁଞ୍ଜିରେ କିଛି ନହେଲେ ବି ସେ ନିଜେ ଛୋଟ ଛୋଟ ଇନକମ ଜେନେରେସନ ଆକ୍ଟିଭିଟି କରିକି ତାର ନିଜର ହାତ ଖର୍ଚ୍ଚ ଚଲେଇବା ସାଙ୍ଗେ ସାଙ୍ଗେ ସେ ପରିବାରକୁ ବି ମଧ୍ୟ କିଛି ସାହାଯ୍ୟ କରିପାରିବ, ପିଲାମାନଙ୍କର ପାଠ ପଢାରେ ମଧ୍ୟ ସେମାନେ ଖର୍ଚ୍ଚ କରିପାରିବେ। ବିଭିନ୍ନ ପ୍ରକାର ସେମାନେ ଯଦି ଚାହିଁବେ ସବୁ ଜିନିଷ ହେଇପାରିବ। ସୁଭଦ୍ରା ଯୋଜନାର ସ୍ୱାଗତ ପଦଯାତ୍ରା କରାଗଲା କଲେକ୍ଟରେଟ୍ ଆରମ୍ଭ କରି ଜିଲ୍ଲା ପରିଷଦ ଓଲ୍ଡ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ। ଏଥିରେ ପ୍ରାୟ 600 ମହିଳା ପାର୍ଟିସିପେଟ୍ କରିଛନ୍ତି ଛୋଟ ଭାବରେ, ଏବଂ ଏ ବିଷୟରେ ସୁଭଦ୍ରା ଯୋଜନା ବିଷୟରେ ସ୍ୱାଗତ ପଦଯାତ୍ରା ମାଧ୍ୟମରେ ଗୋଟେ ପ୍ରଚାର ପ୍ରସାର ଏବଂ ତାର ଲୋକଙ୍କ ଭିତରେ ତାର ଯୋଉ ଆକ୍ସେପ୍ଟେବିଲିଟି ତାର ଗୋଟେ ପ୍ରତିଫଳନ